अभी मजा आएगा ना भिड़ो बेली की नागिन निकाली मुन्ना पर डोला लगला राणा ମାନେ ଚୁଟି ମୁଣ୍ଡ ଚୁଟି ଯେମିତି ଖାଣଗା ନାକ ତଳ ଆଉ ଓଠ ତଳ ସିଏ ବି ପୁରା ସୁସ୍ଥ ସବଳ ପୁରା ଆର୍ମି ଟୋକା ଭଳିଆ ଛିଡା ହେଇଛି ବୁଝିପାରୁଛ ଓଡ଼ିଶା ଶୁଣ ଭାରତୀୟ ଯବାନ ଭଳିଆ ମୁଣ୍ଡ ବାଳ ଆଉ ନାକ ତଳ ଓଠ ତଳ ସିଏ ବି ପୁରା ମାନେ ଆର୍ମି ଟୋକା ଭଳିଆ ଷଣ୍ଢ ଭଳିଆ ଛିଡା ହେଇଛି ଦାମଟା କଟା ହଉଥିଲା କାଲି ଗୋଟେ କଣ ଗୋଟେ ଛାଡ଼ିଥିଲା Yes. ଏମିତି 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 ହଉଥିଲୁ କଣ୍ଢେଇ ଫଣ୍ଡେଇ ଆମେ ହସିଲୁ କଷି କଣ୍ଢେଇ ବାହାର କରି ଦେଖେଇଲା ମୁଁ କହିଲି ଆଲୋକ ଛାଡ଼ିଛି ରୁଦ୍ର ଗଲା ଆଉ ସିଏ ପଇଲା ହସ ଗୋଟେ ଆମର ଜବରଦସ୍ତ ହେଲା ଆରେ ଫୋନରେ ଗୋଟେ ଏଇ ଯୋଉ କଣ ଏଇ ଚୁଟି ପାଚି ଯାଇଥିଲା ଏମିତି ଏମିତି କରୁଛୁ ବିକୃତ ମୁହଁ କଣ୍ଢେଇ କହିଲା ଆଲାକାଲା ଯୋଉ ବିକୃତ ମୁହଁ କରୁଛନ୍ତି ରୁଦ୍ର କହିଲା ପୁରା ମିଷ୍ଟି ମୁହଁ କରୁଛନ୍ତି ଦେଖ ମାନେ ପ୍ରକୃତ କଥା ସାଇଣ୍ଟିଷ୍ଟ ଆଉ ଡାକ୍ତର ବି କହୁଛନ୍ତି ଯେଉଁମାନଙ୍କର ଆଭେଲେବଲ୍ ଭିଟାମିନ୍ ସଫିସିଏଣ୍ଟ ଅଛି ସେମାନଙ୍କ ମୁଣ୍ଡ ଚୁଟି କେବେ ଲସ୍ ହେବନି ଭିଟାମିନ୍ ଅଭାବ ହେଲେ ମାନେ ଇଏ ମୁଣ୍ଡ କଣ ଉପୁଡ଼ିବ ନା ବଢ଼ିଆ କଥା ଉପୁଡ଼ିଯାଏ ବଢ଼ିବନି ଇଏ ସେ ପୁରା ଇଏ ନା ନା ମୁଁ ଦେଖୁନି ଏତେ ପରେ ଭିଟାମିନ୍ଟା ରହିଛି ବୋଲି ସେଇ କଥା ତୁ ଦେଖୁନୁ ମୁଁ କିଛି ଖାଦ୍ୟ ଖାଇନି 7-8 ବର୍ଷ ଚିକେନ ଫିକେନ ଖାଉଥିଲି ଅଣ୍ଡା ଫଣ୍ଡା ଇଏ ସିଏ ମାଛ ଫାଛ ଆଡ଼ୁ ସାଡ଼ୁ ପନିର ହଉଥିଲି ମୁଁ ଅଧା ଖାଇଯାଉଥିଲି ମାନେ ପିସ୍ ବି ଖାଇବା କଷ୍ଟକର ହେଉଛି 8-9 ବର୍ଷ ହେଲା ମୁଁ କ'ଣ ମାନେ ସେଇ ଡାଲି ସେଇ ଇଏ ସିଏ କଣ୍ଟ୍ରୋଲରେ ଭିଟାମିନ୍ ଯାହା କରୁ ଠିକ୍ କଥା ଭିଟାମିନ୍ଟା ରହୁଛି ନହେଲେ ଆମେ ସିନା ସୁସ୍ଥ ସବଳ ରହିଲେ କ'ଣ ହେଲା ଦେଖାଗଲେ କ'ଣ ହେଲା ଭିଟାମିନ୍ ନାହିଁ ମାନେ ଯେଉଁ ଜିନିଷ ସବୁ ସଫିସିଏଣ୍ଟ ରହିବା କଥା ନାହିଁ ସେଥିପାଇଁ ମୁଣ୍ଡ ଚୁଟି ବାଳ ପକେଇଲା ମୁଁ କାଲି ଗୋଟେ ତେଲ ତିଆରି କରି ତାକୁ ଭିଡ଼ିଓରେ ପକେଇ ଦେଇଛି ତାକୁ କିନ୍ତୁ କାମ କରିବ 100କୁ 100 କାରଣ ତା ଦେହରେ ଯାହା ଯାହା ମିଶେଇଛି ମୁଁ ଖାଲି ରେଜଲ୍ଟ ବାହାରିଲା ପରେ ତ ମନକୁ କମେଣ୍ଟ ଆସିବ ଭାଇ କେମିତି ପଡ଼ିଲା କ'ଣ ତିଆରି ହେବ ଲଗେଇଛୁ କାଲି ଖାଲି ଲଗେଇଛି କାଲି ତିଆରି କଲି ଯେଉଁ ଛାଣାଛୁଣି କଲାବେଳେ ଯାହା ତ ଏଇ ବିଛୁଆ ଯେଉଁ ଇଏ ଆମର ପିଜୁଳି ପତର ଗଙ୍ଗଶିଉଳି ପତର ଆଉ ଡିମିରି ପତର ମତେ କହୁନୁ ଭାଇ ଏଟାକୁ ସେକ ଦିଆବ ନା ବଟା ହେଇକି ଆଣି ଯାଇକି ଚୁଲିରେ ବସିବ ଚୁଲିରେ ଯେଉଁ ଫେଣ ମରି ମରିକା ତେଲ ହେବ ତେଲ ହେଲେ ତା ମୁଣ୍ଡରେ ଲଗେଇବ ମାନେ ଏଇଟା ମୁଁ ଜାଣିନି କ'ଣ ଏଇଟା ମୁଁ ପଚାରୁନ ଯୋଉ ମୁଁ ତିଆରି କରୁଛି ନାଇଁ ମତେ ଗୋଟେ କଥା କହିଛୁ ଲଗେଇବୁ ମାନିବୁ ତ ଆଇ ଡୁ ନା 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 ସେ ବିଛୁଆତି ପତ୍ର ମାରିଛି ନା ନା ମୋର ଗୋଟେ କଥା ଶୁଣ ଗୋଟେ କାମ କରି ଯଦି ନ ହବ ହାତଟା ଫାଟିଯିବ ମୋ କଥା ଯଦି ଏଇଟା ନ ହବ ତୁ ମତେ ତାହେଲେ କହିବୁ କ'ଣ ଆମର ଯୋଉ ଆମର ରହିଲା କ'ଣ କହିଲୁ ଯୋଉ ଦେଶୀ କୁକୁଡ଼ା ପରଫର ଦେଶୀ କୁକୁଡ଼ା ଦେଶୀ କୁକୁଡ଼ାର ଅଣ୍ଡା ଆଜ୍ଞା ତାକୁ ଆଣି ଫଟେଇକି ଫଟେଇବାକୁ ପଡ଼ିବ ଗୋଟା ହେଇପାରିବ ଶୁଣୁ ଆଉ ଆପଣ କୁହନ୍ତୁ ଶୁଣୁନୁ ମୁଁ କ'ଣ କହିବି ଦେଶୀ କୁକୁଡ଼ା ଅଣ୍ଡା ଗୋଟାରେ କିଛି ଅସୁବିଧା ହେଇପାରିବ ଗୋଟାଳିର ମୁଣ୍ଡ ତାପରେ ପ୍ରଣାଳୀଟା କୁହନ୍ତୁ କୁକୁଡ଼ା ଅଣ୍ଡା ଦେଶୀ କୁକୁଡ଼ା ଅଣ୍ଡାଟା ଆଣି ତା ଫଟେଇକି ମୁଣ୍ଡରେ ଭଲ କରି ମାଲସ ମାନେ ମାରିଦବ ନାଳ ପଳସ 7 ଦିନ ଭିତରେ ଗୋଟେ ଧୋଇବନି ନା ଧୋଇବୁ ନା 2 ଘଣ୍ଟା ପରେ ଧୋଇବୁ 7 ଦିନ ଯଦି ନ ଧୋଇବା ପରେ ସେ ମୁଣ୍ଡରେ କୁକୁଡ଼ା ଚାଷ ହେଇଯିବ ନା 2 ଘଣ୍ଟା ପରେ ଧୋଇବୁ ପୁଣି 7 ଦିନ ପରେ ପୁଣି ଗୋଟେ ଏଇ ପ୍ରଣାଳୀଟା କର ଯଦି ତୁ ମତେ ଚୁଟି ମାନେ ନ ଉଠିବ ମତେ ତୁ କହିବୁ ମୁଁ ସେଠୁ କିଛି ଶୁଣିବି କେତେ ଚେଷ୍ଟା କରିଦେବା ଅଣ୍ଡା ଦେଶୀ ଦେଶୀ ଅଣ୍ଡା ପ୍ରପର ଦେଶୀ ଅଣ୍ଡା ଠିକ ଅଛି ମାନେ ଦେଶୀ କୁକୁଡ଼ା କୋଣଟା ଅଷ୍ଟ୍ରେଲିଆ ଚିହ୍ନିବି କେମିତି ଅଷ୍ଟ୍ରେଲିଆ ହବନି ଦେଶୀ କୁକୁଡ଼ା ବୋଲି ଚିହ୍ନିବି ଜାଣିବି ପଚାରିବୁ ଲୋକ ତ କହନ୍ତି